ଧଳା ଅରଖ ଗଛର ଚେର ମଣିଷକୁ ଏତେ ଜଲ୍ଦି ସଫଳତା କିପରି ପ୍ରଦାନ କରିଥାଏ? ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, ଧଳା ଅରଖ ଗଛକୁ ପ୍ରଭୁ ଶ୍ରୀ ଗଣେଶଙ୍କର ପ୍ରତୀକ ବୋଲି କୁହାଯାଏ। ଏହି ଧଳା ଅରଖ ଗଛର ଚେରର ଚମତ୍କାରିତା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଧଳା ଅରଖ ଗଛ ବାସ୍ତୁଶାସ୍ତ୍ର ଅନୁସାରେ ଏହା ଯଦି ଘରେ ରହିଥାଏ ସୁଖ ସମୃଦ୍ଧି ପ୍ରଦାନ କରିଥାଏ, ବାସ୍ତୁଦୋଷ ଦୂର କରିଥାଏ ଏବଂ ସ୍ୱାସ୍ଥ୍ୟ ପାଇଁ ଆହ୍ୟାର ପତ୍ର ଏବଂ ଏହାର କ୍ଷୀର ଆପଣଙ୍କର ଖାସ, ଆପଣଙ୍କର ଗୋଡ଼ରେ ଯଦି ବିନ୍ଧା ହେଉଥିବ ଏସବୁର ଇଲାଜ କରିପାରିବ। ଏହି ଧଳା ଅରଖ ଗଛର ଚେରରେ ଗଣେଶ ଭଗବାନଙ୍କର ବାସ ବୋଲି ଶାସ୍ତ୍ରୀୟ ପ୍ରମାଣ ଅଛି। ଏବେ ଦର୍ଶକ ବନ୍ଧୁ, ମୁଁ ଆଜି ଆପଣମାନଙ୍କୁ ଧଳା ଅରଖ ଗଛର ଚମତ୍କାରିତା କହିବି ଏବଂ ଆପଣମାନେ ଏହି ଧଳା ଅରଖ ଗଛ ଯଦି ଆପଣଙ୍କର ଆଖପାଖରେ ଅଛି, ଆପଣମାନେ ନିଶ୍ଚୟ ନିଜ ଘରକୁ ଏହାର ଚେର ନେଇକରି ନିଶ୍ଚୟ ଆଣନ୍ତୁ, ବିଶ୍ୱାସ କରନ୍ତୁ। ଏବଂ ଯଦି ରବିବାର ଦିନ ପୁଷ୍ୟ ନକ୍ଷତ୍ର ପଡ଼ିଥିବ, ରବି ପୁଷ୍ୟ ଯୋଗ ଥିବ, ସେହିଦିନ ଏହି ଧଳା ଅରଖ ଗଛର ଚେର ଆପଣଙ୍କୁ ସବୁ ସମସ୍ୟାର ସମାଧାନ କରାଇ ପାରିବ। ଏବେ ଚାଲନ୍ତୁ, ମୁଁ ଆଜି ଆପଣମାନଙ୍କୁ କହିବି ଧଳା ଅରଖ ଗଛର ଚେର ଆପଣ କିପରି ଅତି ସରଳ ଭାବରେ ଏହାର ଉପକାରିତା ଆପଣମାନେ ପାଇପାରିବେ ଏବଂ ନିଜ ଘରେ ଆପଣମାନେ ଏହାକୁ ଲଗାଇ କରି କିପରି ନିଜର ସବୁ ସମସ୍ୟାର ସମାଧାନକୁ ଆପଣମାନେ ବାଛିପାରିବେ। ତା ଆଗରୁ ମୋର ପ୍ରିୟ ଦର୍ଶକ ବନ୍ଧୁ, ଯଦି ଆପଣମାନେ ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ନିହାତି ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରି ଭିଡ଼ିଓକୁ ଗୋଟିଏ ଲାଇକ୍ଟିଏ କରିଦିଅନ୍ତୁ ଏବଂ କମେଣ୍ଟ ସେକ୍ସନରେ ହର ହର ମହାଦେବ ନିଶ୍ଚୟ ଲେଖନ୍ତୁ। ଏବେ ଏହି ଧଳା ଅରଖ ଗଛ ଯେଉଁମାନେ ଘର କରିବା ପାଇଁ ଚାହୁଁଛନ୍ତି, ଏହି ଧଳା ଅରଖ ଗଛକୁ ଯଦି ଆପଣ ଦାଣ୍ଡର ଦୁଆର ବନ୍ଧର ଠିକ୍ ଡାହାଣ ପଟେ ଆପଣ ଲଗାଇବେ, ତେବେ ଘର କରିବା ପାଇଁ ଆପଣଙ୍କର ଯେଉଁ ସମସ୍ୟା ତାହା ନିଶ୍ଚୟ ଦୂର ହେବ। ଏହି ଧଳା ଅରଖ ଗଛର ଚେରକୁ ଆପଣ କ'ଣ କରିବେ, ସେଠି ଗୋଟିଏ ତମ୍ବା ଢାଳରେ ଜଳ, ଗୋଟିଏ ଟଙ୍କା ଏବଂ ଗୁଆ ରଖିକରି ନିଜର ଇଷ୍ଟଦେବଙ୍କୁ ସ୍ମରଣ କରି ଧଳା ଅରଖ ଗଛର ଚେରରେ ଆପଣମାନେ ଢାଳିଦେବେ ଏବଂ ତାହାଙ୍କୁ ନିଜ ଘରକୁ ନିମନ୍ତ୍ରଣ କରିବେ କି ମୋର ଏହି ସମସ୍ୟା ପାଇଁ ମୁଁ ଆପଣଙ୍କୁ ମୋ ଘରକୁ ନେବା ପାଇଁ ଚାହୁଁଛି, ଆପଣ ମୋ ଘରକୁ ଆସିକରି ମୋର ଏହି ସମସ୍ୟାର ସମାଧାନ କରିପାରନ୍ତୁ। ଏମିତି ଆପଣ ଯେକୌଣସି ବି ଗୋଟିଏ ଦିନ କହିବେ, ଠିକ୍ ତା ପରଦିନ ଯାଇକରି ଅରଖ ଗଛର ଚେରକୁ ନିଜ ଘରକୁ ଆଣିବେ, ଗଙ୍ଗା ଜଳରେ ଧୋଇ କରିକି ସେଠି କିଛି ଚନ୍ଦନ ଏବଂ ଧୂପକାଠି ଦେଇକରି ଆପଣ ନିଜର ସମସ୍ୟା କହିବେ, ନିଜର ଇଷ୍ଟଦେବଙ୍କର ନାମ ସ୍ମରଣ କରି ଇଷ୍ଟଦେବଙ୍କର ବୀଜ ମନ୍ତ୍ରକୁ ଜପ କରିବେ। ତାପରେ ତାହାକୁ ଗୋଟିଏ ଡେଉରିଆରେ ବାନ୍ଧିକରି ନିଜର ଡାହାଣ ହାତରେ ବାନ୍ଧିବେ। ଦେଖିବେ ଯେଉଁ ସମସ୍ୟା ଆପଣଙ୍କର ବହୁତ ଦିନରୁ ଆପଣଙ୍କୁ କଷ୍ଟ ଦେଉଛି ତାହା ଧୀରେ ଧୀରେ କରି ଆପଣଙ୍କର ସବୁ ସମସ୍ୟାର ସମାଧାନ କରିଦେବ। ଏବେ ଦର୍ଶକ ବନ୍ଧୁ, ଆପଣମାନେ ଯଦି ଏହି ଧଳା ଅରଖ ଗଛର ପତ୍ର ଆପଣମାନେ 108ଟି ଯେକୌଣସି ବି ଅରଖ ଗଛର ପତ୍ରରେ ରାମ ରାମ ଲେଖିକରି ଯଦି ହନୁମାନଙ୍କୁ ଅର୍ପଣ କରିବେ ପ୍ରତି ମଙ୍ଗଳବାରକୁ ମଙ୍ଗଳବାର, ତେବେ ଆପଣଙ୍କର ସବୁ କରଜ ସମସ୍ୟା ଦୂର ହେବ ଏବଂ ଆପଣମାନଙ୍କର ମନସ୍କାମନା ପୂର୍ଣ୍ଣ ହେବ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଅରଖ ପତ୍ରର ମାଳ ଆପଣମାନେ ହନୁମାନଙ୍କୁ ନିଶ୍ଚୟ ପ୍ରତି ମଙ୍ଗଳବାର ଦିନ ଅର୍ପଣ କରନ୍ତୁ ଏବଂ ଏହାର ଚମତ୍କାରିତା ଆପଣମାନେ ନିଜେ ଜାଣିପାରିବେ। ଏହି ଧଳା ଅରଖ ଗଛର ଚେରକୁ ଗଙ୍ଗା ଜଳରେ ଧୋଇକରି ଯଦି ନିଜର ତିଜୋରିରେ ଆପଣ ସାଇତି କରି ରଖିବେ, ତେବେ ଏହା ଆପଣଙ୍କୁ ଧନକୁ ଚୁମ୍ବକ ପରି ଟାଣିଥାଏ ଏବଂ ଆପଣଙ୍କ ଘରର ସବୁ ସମସ୍ୟାର ସମାଧାନ, ଟଙ୍କା ଜନିତ ସମସ୍ୟା ଯଦି ଆପଣମାନେ ବହୁତ ଦିନରୁ ପାଉଛନ୍ତି, ତେବେ ଏହା ନିଶ୍ଚୟ ଦୂର କରିଥାଏ। ଏହି ଧଳା ଅରଖ ଗଛର ଚେର ଯଦି ଛୁଆଙ୍କର ବିଦ୍ୟାର ଉନ୍ନତି ହେଉନାହିଁ, ଯେହେତୁ ଏହା ଗଣେଶଙ୍କର ପ୍ରତୀକ କୁହାଯାଏ, ହଳଦିଆ କପଡ଼ାରେ ବାନ୍ଧିକରି ନିଜ ଛୁଆର ବ୍ୟାଗ୍ରେ ଆପଣମାନେ ସବୁଦିନ ପାଇଁ ରଖିଦିଅନ୍ତୁ। ଦେଖିବେ ଛୁଆଙ୍କର ବିଦ୍ୟା ଏବଂ ବୁଦ୍ଧିରେ କିପରି ଉନ୍ନତି ହେବ। ଏହି ଧଳା ଅରଖ ଗଛ ଆପଣଙ୍କୁ
ଫୁଲ ଯାହାକି ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ଶିବରାତ୍ରି କିମ୍ବା ସୋମବାର ଦିନ ଧଳା ଅରଖ ଗଛର ଫୁଲକୁ ଯଦି ଆପଣ ମାଳ କରି ଶିବଲିଙ୍ଗରେ ଅର୍ପଣ କରିବେ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ। ତାହା ସହିତ ଧଳା ଅରଖ ଗଛର ଚମତ୍କାରିତା ଲାଭ ଚାଲନ୍ତୁ ଜାଣିବା। ଗଛରୁ କ୍ଷୀର ବାହାରେ, ସେହି ଗଛ ଆମେ ଆମ ଘରର ଆଖପାଖରେ ରଖିବା ନାହିଁ। ଏହା ଆପଣମାନେ ନିଶ୍ଚୟ ଶୁଣିଥିବେ। ଦର୍ଶକ ବନ୍ଧୁ, କିଛି ଲୋକଙ୍କର ମତ ଏଇଆ ବି ଆସିଥାଏ ଯେ ଯେ ଏହି ଗଛ ଘର ପାଖରେ ରଖିବା ପରେ ବି ଘରେ ଅଶାନ୍ତି ହେଉଛି। ଚାଲନ୍ତୁ ମୁଁ ଆପଣମାନଙ୍କୁ ଆଗକୁ ବତାଇବି। ଏହି ଧଳା ଅରଖ ଗଛ ଆପଣମାନେ ଧନଜନିତ ସମସ୍ୟା, ବିଦ୍ୟାଜନିତ ସମସ୍ୟାରେ ଯଦି କଷ୍ଟ ପାଉଛନ୍ତି, ଏହି ଗଛ ଆପଣଙ୍କୁ ତୁରନ୍ତ ଲାଭ ପ୍ରଦାନ କରିବ। ଯେତେବେଳେ ଏହି ଧଳା ଅରଖ ଗଛ 100 ବର୍ଷ ପୁରୁଣା ହୋଇଯାଏ, ଅର୍ଥାତ୍ ଏହି ଗଛ ଯେତେ ପୁରୁଣା ହୋଇଯିବ, ଏହି ଗଛର ଚେର ଅତ୍ୟନ୍ତ ଲାଭକାରୀ ହେବ। ତେଣୁ ଆପଣମାନେ ଏହି ଚେରକୁ ଚାହିଁଲେ ସିଦ୍ଧିପ୍ରାପ୍ତ କରି ଲଗାଇ ପାରିବେ। କୁହାଯାଏ ତନ୍ତ୍ର ସାଧନାରେ ମଧ୍ୟ ଏହି ଗଛର ଚେର ବ୍ୟବହାର କରାଯାଏ। ଏହି ଧଳା ଅରଖ ଗଛ ଗଣେଶଙ୍କର ପ୍ରତୀକ ବୋଲି କୁହାଯାଏ। ଏହି ଧଳା ଅରଖ ଗଛର ଫୁଲ ଦେବଦେବ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ଅଟେ। କୁହାଯାଏ ଯେଉଁ ଘରେ ଏହି ଗଛ ଥାଏ ସେହି ଘରେ ଧନ ବଢି ବଢି ଚାଲିଥାଏ। ଏବେ ଏହି ଧଳା ଅରଖ ଗଛ ଆପଣମାନେ ସୋମବାର ଦିନ ନିଜ ଘରକୁ ଆଣନ୍ତୁ। ନିଜ ଘରେ ଯଦି ଲଗାଇବା ପାଇଁ ଚାହୁଁଛନ୍ତି, ନିଜ ଘରର ମୁଖ୍ୟ ଦ୍ୱାରର ଠିକ୍ ଡାହାଣ ପଟେ ସୋମବାର ଦିନ ଆପଣମାନେ ନିହାତି ଲଗାନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କର ଧନଜନିତ ସମସ୍ୟା ଦୂର ହେବ। ଯଦି ବିଶ୍ୱାସ ହେଉନାହିଁ, ଥରୁଟିଏ ନିଜ ଜୀବନରେ ଏହାକୁ ଆପଣାଇ କରି ଦେଖନ୍ତୁ। ଥରୁଟିଏ ଆଣିକରି ଲଗାନ୍ତୁ। କିନ୍ତୁ ଏହାକୁ ଆପଣ କିଣିପାରିବେ ଅନଲାଇନରୁ, କିମ୍ବା ଏହି ଗଛର ଯେଉଁ ଫଳ, ସେହି ଫଳର ଯେଉଁ ମଞ୍ଜି ଆପଣମାନେ ତାହାକୁ ଛୋଟିଆ ଗୋଟିଏ ପଟରେ ଲଗାଇ ପାରିବେ। ଏବେ ଦର୍ଶକ ବନ୍ଧୁ, ଏହି ଗଛର ଫୁଲ ବି ଯଦି ନ ହେଉଛି, ଏହାର ପତ୍ର ବି ଯଦି ଆପଣ ମହାଦେବଙ୍କୁ ଦେବେ, ଏହା ବି ବହୁତ ଶୁଭକାରୀ ପ୍ରଦାନ କରିବ। ବିଶେଷ କରି ଧଳା ଅରଖ ଗଛ ସମସ୍ତଙ୍କୁ ମିଳିବ ନାହିଁ, କି ସବୁ ଜାଗାରେ ହୁଏ ନାହିଁ। ଯାହା ଘରେ ଆପେ ଆପେ ହେଇଯାଏ, କିମ୍ବା ଯେଉଁମାନେ ଆଣିକରି ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି, ଏହା ବହୁତ ଭଲ ଅଟେ। ଥରୁଟିଏ ଯଦି ଆପଣମାନଙ୍କର ଇଚ୍ଛା ହେଉଛି, ଯଦି ଚମତ୍କାରୀ ଫାଇଦା ପାଇବା ପାଇଁ ଚାହୁଁଛନ୍ତି, ଏହି ଗଛକୁ ଆଣିକରି ଲଗାନ୍ତୁ। ଏବେ ଆମେ ଜାଣିବା ଧଳା ଅରଖ ଗଛ ଚେରର ଫାଇଦା। ଆପଣମାନେ ଏହି ଗଛର ଚେରକୁ ସୋମବାର ଦିନ ନେଇକରି ଆସନ୍ତୁ। ଏହାକୁ ଆପଣମାନେ ଗଙ୍ଗା ଜଳରେ ଧୋଇକରି ଓಂ ଗଂ ଗଣପତାୟ ନମଃ 108 ଥର ଜପ କରି ନିଜର ଗଳାରେ କିମ୍ବା ହାତରେ ଡେଉରିଆ ହିସାବରେ ବ୍ୟବହାର କରିବେ। ଯାହାଦ୍ୱାରା କ'ଣ ହେବ? ବିଦ୍ୟାଜନିତ ସମସ୍ୟା ଦୂର ହୋଇଯିବ। ଏବେ ଦର୍ଶକ ବନ୍ଧୁ, କିଛି ଜଣ ଏହି ଗଛକୁ ନିଜ ଘରେ ରଖିବା ପରେ ବି ଚମତ୍କାରୀ ଫାଇଦା ପାଇପାରେ ନାହିଁ। କେବଳ ବାସ୍ତୁ ଗଛ ଆମ ଘରେ ରଖିଦେଲେ ଆମେ ସୁଖ ସୁବିଧା ପାଇଯିବା, ତାହା ନୁହଁ। ତା ପାଇଁ ଆପଣମାନଙ୍କୁ ନିଶ୍ଚୟ କର୍ମ ବି କରିବା ପାଇଁ ପଡ଼ିବ। ଉତ୍ତମ କର୍ମ ବି କରିବା ପାଇଁ ପଡ଼ିବ। ଆପଣ ଭଲ କର୍ମ କରନ୍ତୁ, ତା ସହିତ ବାସ୍ତୁ ଏସବୁକୁ ଯଦି ମାନିବେ, ଧର୍ମ ବି କରିବେ, ତାହେଲେ ଆପଣଙ୍କର ଭାଗ୍ୟରେ ଉନ୍ନତି ନିଶ୍ଚୟ ହେବ। ଏବେ ଦର୍ଶକ ବନ୍ଧୁ, ଏହି ଧଳା ଅରଖ ଗଛର ଆଉ ଗୋଟିଏ କଥା କହୁଛି। ଧଳା ଅରଖ ଗଛ, ଏହାର ଯେଉଁ ଫଳ ଅଛି, ଏହି ଫଳ ଶୁଖିଯାଏ, ତାହିରୁ ତୁଳ ବାହାରେ। ସେହି ତୁଳକୁ ଆପଣମାନେ ବଳିତା କରି ରଖିବେ। ଯଦି କେଉଁଠାରୁ ବି ଏହି ଗଛକୁ ପାଉଛନ୍ତି, ଜମା ବି ଛାଡ଼ନ୍ତୁ ନାହିଁ। ଏହି ଫଳକୁ ବି ଯଦି ପାଉଛନ୍ତି, ନେଇକରି ଆସନ୍ତୁ। ଏହାକୁ ତୁଳା ପ୍ରସ୍ତୁତ କରନ୍ତୁ। ତୁଳା ପ୍ରସ୍ତୁତ କରି ଏହାର ଗୋଟିଏ ଦୀପ ଜାଳନ୍ତୁ। ପ୍ରତ୍ୟେକ ମାସରେ ଗୋଟିଏ ଶିବରାତ୍ରି ଆସିବ, ନଥିବା ସୋମବାର ଦିନ ଶିବ ମନ୍ଦିରରେ କିମ୍ବା ଚତୁର୍ଦ୍ଦଶୀ ଦିନ ଶିବ ମନ୍ଦିରରେ ଗୋଟାଏ ଦୀପ ଦେବଦେବ ମହାଦେବଙ୍କ ପାଖରେ ଅର୍ପଣ କରନ୍ତୁ। ଏହା ଆପଣଙ୍କୁ 108 ଦୀପର ଫଳ ପ୍ରଦାନ କରିବ। କେବଳ ସେତିକି ନୁହଁ ଦର୍ଶକ ବନ୍ଧୁ, ଏହି ଧଳା ଅରଖ ଗଛ ସହିତ ଆପଣମାନେ ଏମିତି କିଛି ଜିନିଷ ବି ନିଜ ଘରେ ରଖିବା ପାଇଁ ପଡ଼ିବ, ଯେମିତିକି ଲକ୍ଷୀବମ୍ବ, ଯେମିତିକି ବେଲପତ୍ରର ଗଛ, ଅଁଳା ଗଛ, ପାନପତ୍ରର ଗଛ। ଏମିତି ବହୁତ ସାରା ଗଛ ଆପଣ ଯଦି ନିଜ ଘରେ ରଖିବେ, ତେବେ ଆପଣ ଏହାର ଚମତ୍କାରୀ ଫାଇଦା ପାଇପାରିବେ। ତେଣୁ ଥରୁଟିଏ ଏହି ଗଛକୁ ନିଜ ଘରକୁ ଆଣନ୍ତୁ ଏବଂ ନିଶ୍ଚୟ ଲଗାଇ କରି ଦେଖନ୍ତୁ। ଦେଖିବେ ଆପଣମାନେ ଏହାର ଚମତ୍କାରୀ ଫାଇଦା ପାଇପାରିବେ। ଏବେ ଦର୍ଶକ ବନ୍ଧୁ, ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଏହି ଧଳା ଅରଖ ଗଛଟି ତ କ୍ଷୀର ବାହାରୁଛି, ଏହା କିପରି ଆମେ ଆମ ଘର ଆଖପାଖ ରଖିପାରିବା? କ'ଣ ଯେଉଁ ପର୍ପଲ କଲରର ଅରଖ ଗଛ ଅଛି, କ'ଣ ଏହାକୁ ଆମ ଘରେ ରଖିପାରିବା? ନାହିଁ ଦର୍ଶକ ବନ୍ଧୁ, ପର୍ପଲ କଲରର ଯେଉଁ ଅରଖ ଗଛ ଅଛି, ତାହା ଆମକୁ ସେତିକି ଲାଭ ପ୍ରଦାନ କରିବ ନାହିଁ। ଧଳା ଅରଖ ଗଛ ଆମକୁ ସେତିକି ଲାଭ ପ୍ରଦାନ କରିବ।
ତେଣୁ ଥରୁଟିଏ ଏହି ଗଛକୁ ଆଣିକି ଦେଖନ୍ତୁ। ଏବେ ଦର୍ଶକ ବନ୍ଧୁ, ଯଦି କୌଣସି ମନସ୍କାମନା ଆପଣଙ୍କର ପୂର୍ଣ୍ଣ ହେଉନାହିଁ, ଏହି ଗଛକୁ ନିଜ ଘରେ ରଖନ୍ତୁ। ଏହି ଗଛର ଫୁଲକୁ ଆପଣମାନେ ଦେବଦେବ ମହାଦେବଙ୍କ ପାଖରେ ସୋମବାର ଦିନ ଅର୍ପଣ କରନ୍ତୁ, ଯାଦ୍ୱାରା ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବ। କୁହାଯାଏ ସୋମବାର ଦିନ ଶିବଲିଙ୍ଗରେ ଧଳା ରଙ୍ଗର ଫୁଲ ଅର୍ପଣ କରିବା ଦ୍ୱାରା ନହେଇ ଯଦି ଧଳା ଦୁଦୁରା କିମ୍ବା ଧଳା ଅରଖ ହୋଇଥିବ, ଏହା ଆପଣଙ୍କୁ 100 ଗୁଣା ପୁଣ୍ୟ ଫଳ ପ୍ରାପ୍ତ କରିବ। ଏବେ ଦର୍ଶକ ବନ୍ଧୁ, ଆପଣମାନେ ଏହି ଗଛକୁ ନିଶ୍ଚୟ ନିଜ ଘରକୁ ଆଣନ୍ତୁ। ତୁଳସୀ ଗଛ ଆମ ଘରର ଡାହାଣ ପଟେ ରହି ଯେମିତି ଆମକୁ ସକାରାତ୍ମକ ଉର୍ଜାର ସଞ୍ଚାର ଦେଇଥାଏ ଘର ଭିତରକୁ, ସେହିପରି ଧଳା ଅରଖ ଗଛ ବି ସେମିତି ଆମକୁ ସକାରାତ୍ମକ ଉର୍ଜା ଆମ ଘରକୁ ସଞ୍ଚାର କରିଥାଏ। ଯେତେବେଳେ ଆମେ ମାନେ ଏହି ଗଛ ଆମ ଘର ସାମ୍ନାରେ ରଖିବା, ତାହେଲେ ଯାଇ ଆମର ଚମତ୍କାରୀ ଲାଭ ପାଇପାରିବା। ମୋ କଥାରେ କେତେ ସତ କେତେ ମିଛ ଅଛି, ଆପଣମାନେ ଥରୁଟିଏ ଏହି ଗଛକୁ ନିଜ ଘରକୁ ଆଣିକରି ଲଗାଇଲେ ହିଁ ଜାଣିପାରିବେ। ଏବେ ଦର୍ଶକ ବନ୍ଧୁ, ଆପଣମାନେ ନିଶ୍ଚୟ ଏହି ଗଛକୁ ନିଜ ଘରକୁ ଲଗାନ୍ତୁ। ତା ସହିତ ଗେଣ୍ଡୁ ଫୁଲ, ଗଙ୍ଗଶିଉଳି ଫୁଲ ଏବଂ ଅପରାଜିତା ଫୁଲ, ଏହି ଗଛ ବି ଗୋଟିଏ ବାସ୍ତୁ ଗଛ ଅଟେ, ଯାହାକି ସ୍ୱର୍ଗର ପାରିଜାତ ଗଛ ବୋଲି କୁହାଯାଏ। ତ ଆପଣମାନେ ବି ଯଦି ଚାହୁଁଛନ୍ତି, ଏହି ଫୁଲ ଗଛକୁ ନିଜ ଘରେ ଲଗାନ୍ତୁ। ବ୍ରହ୍ମ କମଳ ଗଛ, ଏହା ବି ଏକ ଶୁଭ ଫୁଲ ଗଛ ବୋଲି କୁହାଯାଏ। ତେବେ ଦର୍ଶକ ବନ୍ଧୁ, ଏହି ଗଛକୁ ଆପଣମାନେ ନିଜର ଘରେ ନିଶ୍ଚୟ ଲଗାନ୍ତୁ। ଆଜି ପାଇଁ ରହିଲି, ପୁଣି ଦେଖା ହେବ ଆଗାମୀ